ଗପଟିର ନାଁ ଅନ୍ୟର ମଙ୍ଗଳରେ ନିଜର ମଙ୍ଗଳ ହୁଏ। ଗୋଟିଏ ଗାଁର ଲୋକେ ଭାରି ଗରିବ ଥିଲେ। ସେମାନେ ଯେତେ ଚେଷ୍ଟା କରୁଥିଲେ ବି ଅବସ୍ଥାରେ ପରିବର୍ତ୍ତନ ଘଟୁନଥିଲା। ଫଳରେ ସେହି ଗାଁର ଜଣେ ଗୁଡ଼ିଆ ମନରେ ହତାଶା ଭାବ ଦେଖାଗଲା। ସେ ଦାରିଦ୍ର୍ୟ ଯନ୍ତ୍ରଣା ସହି ନ ପାରି ଶେଷରେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଗଲା। ଗାଁକୁ ଲାଗି ପାହାଡ଼ଟିଏ। ସେଇଠି ରହୁଥିଲେ ଜଣେ ସାଧୁ ବାବା। ଗୁଡ଼ିଆ ଏବେ ସେଇ ପାହାଡ଼ ଉପରେ ଚଢ଼ିଲା। ସାଧୁ ତା'ର ହାବଭାବ ନିରୀକ୍ଷଣ କରୁଥାନ୍ତି। ତାପର ଘଟଣା ଶୁଣ। ପାହାଡ଼ ଉପରେ ଚଢ଼ି ଗୁଡ଼ିଆ ଡେଇଁବାକୁ ଯେବେ ହଇଲା ଠିଆ, ସାଧୁ ବାବା ଦେଲେ ଧରି, କାହିଁକି ଅମୂଲ୍ୟ ଜୀବନ ହାରିବୁ ବୋଲି ଦିଅନ୍ତେ ପଚାରି। ଗୁଡ଼ିଆ କହିଲା, ଆମ ଗାଁଟି ଗୋଟିଏ ଦରିଦ୍ର ଗାଁ। ସେ ଗାଁରେ ଯିଏ ଯାହା କଲେ ମଧ୍ୟ ସେମାନଙ୍କ ଭାଗ୍ୟରେ ଉନ୍ନତି ଘଟୁନାହିଁ। ମୋର ଦାରିଦ୍ର୍ୟ କଷଣ ସହି ନ ପାରି ଆତ୍ମହତ୍ୟା କରିବାକୁ ଯାଉଛି। ତେଣୁ ସନ୍ନ୍ୟାସୀ କହିଲେ, ତୁମ ଗାଁ ଲୋକେ ଭଗବାନଙ୍କୁ ପ୍ରାର୍ଥନା କରନ୍ତି। ଗୁଡ଼ିଆ ହଁ ବଳିବାରୁ ସନ୍ନ୍ୟାସୀ କହିଲେ, ସେମାନେ ଭଗବାନଙ୍କୁ କ'ଣ ମାଗନ୍ତି? ତେଣୁ ଗୁଡ଼ିଆ କହିଲା, ମୁଁ ବି ନୀତି ପ୍ରାର୍ଥନା କରେ ଏବଂ ଠାକୁରଙ୍କୁ କହେ, ମୋ ଅବସ୍ଥା ଭଲ କର ଠାକୁରେ। ଡାକୁଥାଏ ନୀତି ଭକତି ଭରେ। ସେଇଭଳି ଗାଁବାଲା ଡାକୁଛନ୍ତି ନୀତି ନିଜ ନିଜ ପାଇଁ, ନକରି ଟିକିଏ ହେଳା। ଗୁଡ଼ିଆ କହିଲା, ମୁଁ ଜାଣିଛି ଆମେ ସମସ୍ତେ ନିଜ ନିଜ ପାଇଁ ପ୍ରାର୍ଥନା କରୁଛୁ ସତ, ହେଲେ କିଛି ମିଳୁନି। ତ ସନ୍ନ୍ୟାସୀ କହିଲେ, ତେବେ ତୁମେ ସମସ୍ତେ ଭୁଲ କରୁଛ। ଏଣିକି ନିଜ ପାଇଁ ନ ମାଗି ସମସ୍ତଙ୍କ ପାଇଁ ମାଗ। ତା ଛଡ଼ା ଗୋଟିଏ କଥା ମନେ ରଖିବ, କର୍ମ ହିଁ ଈଶ୍ୱର। କର୍ମଠ ଲୋକଙ୍କୁ ଈଶ୍ୱର ଭଲ ପାଆନ୍ତି ଓ ତା ଡାକ ଶୁଣନ୍ତି। ତେଣୁ ସମସ୍ତେ କାମରେ ଲାଗିଯାଅ ଓ ଅନ୍ୟର ମଙ୍ଗଳ କାମନା କର। ଦେଖିବ ତୁମର ଅବସ୍ଥା ବଦଳିଯିବ। ଗୁଡ଼ିଆ ଘରକୁ ଫେରିଲା। ସନ୍ନ୍ୟାସୀଙ୍କ କଥା ଗାଁବାଲାଙ୍କୁ କହିଲା ଓ ନିଜେ ପାଳିଲା। କିଛି ଦିନ ପରେ ଗାଁ ଲୋକଙ୍କ ଭାଗ୍ୟରେ କିଛି କିଛି ପରିବର୍ତ୍ତନ ଘଟିଲା। ହେଲେ ନିଜର ଅବସ୍ଥା ବଦଳିବାର ସୂଚନା ପାଇଲା ନାହିଁ। କିଛି ଦିନ ପରେ ପୁଣି ଗୁଡ଼ିଆ ଯାଇ ପହଞ୍ଚିଲା ସନ୍ନ୍ୟାସୀଙ୍କ ପାଖରେ ଆଉ କହିଲା, ଆପଣଙ୍କ କଥା କିଞ୍ଚିତ ସତ, ହେଲା ସିନା ଲାଭ ମୋର ନାହିଁ ତ ଡାକିବି କିଆଁ ମୁଁ ଆଉ। ମୋ ଡାକରେ ଲାଭ ହୋଇଲେ ଅନ୍ୟର, ବଢ଼ିଯିବ ତାଙ୍କ ଭାଉ। ଏହା ଶୁଣି ସନ୍ନ୍ୟାସୀ କହିଲେ, ଏଥିରେ ବ୍ୟସ୍ତ ହେବାର କିଛି ନାହିଁ। ତୁ ନୀତି ଈଶ୍ୱର ପ୍ରାର୍ଥନା ସହିତ କର୍ମ କର। ଅନ୍ୟର ମଙ୍ଗଳ କାମନାରେ ନିଶ୍ଚୟ ଦିନେ ତୋର ପ୍ରଚୁର ଲାଭ ହେବ। ଏଥର ଗୁଡ଼ିଆ ଗାଁକୁ ଫେରିଆସି ସାଧୁଙ୍କ କଥା ପାଳିଲା। ବ୍ୟବସାୟରେ ମନ ଦେଲା। ଗାଁ ଲୋକଙ୍କ ଭାଗ୍ୟ ବଦଳି ଯିବାରୁ
ଗୁଡ଼ିଆର ବ୍ୟବସାୟରେ ଢେର ଲାଭ ହେଲା। ଶେଷରେ ଗୁଡ଼ିଆ ଗାଁର ସବୁଠାରୁ ବଡ଼ ଧନୀ ବ୍ୟକ୍ତି ହୋଇଗଲା। ଶେଷରେ ସେ ବୁଝିଗଲା ଅନ୍ୟର ମଙ୍ଗଳରେ ହିଁ ନିଜର ମଙ୍ଗଳ ହୁଏ। କଥାରେ ଅଛି, ଅନ୍ୟ ମଙ୍ଗଳରେ ନିଜର ମଙ୍ଗଳ ହୋଇଥାଏ ନିଶ୍ଚେ ଜାଣି ଏ କଥା। ଚାଲୁଥାଏ ପରହିତ କରି ସଦା, ଛାଡ଼ି ଦେଇ ମନୁ ଆପଣା ଚିନ୍ତା।